ହାଲୋ ସାଙ୍ଗମାନେ, ସ୍ତ୍ରୀର ଦୁନିଆକୁ ଆପଣମାନଙ୍କୁ ସ୍ୱାଗତ। ସହଜ ସୁସ୍ୱାଦୁର ଖାଦ୍ୟ ବନାଇବା ପାଇଁ ସମସ୍ତେ ଚାହିଁଥାନ୍ତି, ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି। ସେଥିପାଇଁ ଆମେ ବନେଇବା ଆଜି ଖରାଦିନର ସକାଳର ଜଳଖିଆ। ଆଜି ଆମେ ବନେଇବା ଖାଲି ଆଳୁରେ ପରଟାଟି। ଏଠି ମୁଁ 4-5 ଚାମଚ ଅଟା ବନେଇଛି। ମୁଁ ଏଠାରେ 4-5ଟା ଆଳୁ ନେଇଛି, ତ ଏଠି ମୁଁ 4-5 ଚାମଚ ଅଟା ନେଇଛି। ଆପଣମାନେ ଯଦି ଅଧିକ ଆଳୁରେ ବନେଇବେ ତାହେଲେ ଅଧିକ ଅଟା ନେଇପାରିବେ। ଅଟା ନେଲା ପରେ ସ୍ୱାଦ ଅନୁସାରେ ମୁଁ ଲୁଣ, ହଳଦୀ, ମରିଚ ଗୁଣ୍ଡ, ଅଳ୍ପ ତେଲ ଦେଇ ଖାସ୍ତା ବନେଇକିରି ମୁଁ ଏହାକୁ ଭଲ ଭାବରେ ମିକ୍ସ କରିଦେଇଛି। ଦେଖନ୍ତୁ, ହାତରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ଭଲ ଭାବରେ ମୁଁ ଚକଟି ଦେବି। ବର୍ତ୍ତମାନ ଏହି ଅଟାକୁ ମୁଁ ଏବେ ଖାସ୍ତା ଦେଇ ଭଲ ଭାବରେ ଗୋଳେଇ ଦେଇଛି। ଏହି ଅଟାକୁ ମୁଁ ଅଳ୍ପ ପାଣି ଦେଇ ଏହାକୁ ଭଲ ଭାବରେ ଚକଟିଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ମୁଁ ଏବେ ଚକଟୁଛି। ଏହାକୁ ଭଲ ଭାବରେ ଅଳ୍ପ ପାଣି ଦେଇ ଚକଟି ଦେବା। ଏହାକୁ ବହୁତ ହାର୍ଡ଼ କରିବାନି କି ବହୁତ ପତଳା କରିବାନି, ମିଡ଼ିୟମ୍ ରହିବା ଭଳି ଏହାକୁ ଚକଟିବା। ତାହେଲେ ପରଟା ଭଲ ବନିବ। ଏଠି ଦେଖ, ଆମର ଅଟା ଏକଦମ ଭଲ ଭାବରେ ଚକଟି ହୋଇଯାଇଛି। ଏହିଭଳି ଆପଣଙ୍କୁ ଚକଟିବାକୁ ପଡ଼ିବ। ଏବେ ହେଇଗଲା। ଏବେ ଆମର ଚକଟା। ବର୍ତ୍ତମାନ ଏହାକୁ ଘୋଡ଼େଇକି 4-5 ମିନିଟ୍ ଛାଡ଼ିଦେବା। ଏ ଭିତରେ ଆମେ ଆଳୁ ମସଲା ତିଆରି କରିବା। ଏଠି ମୁଁ 4-5ଟା ଆଳୁ ସିଝେଇ ଦେଇଛି। ଏହାକୁ ଚୋପା ଛଡ଼ାଇବା ପାଇଁ ଭଲ ଭାବରେ ମୁଁ ପାଣିରେ ବତୁରେଇ ଦେଇଛି। ଦେଖନ୍ତୁ, ଏବେ ବର୍ତ୍ତମାନ ମୋର ଏବେ ଆଳୁକୁ ଚୋପା ଛଡ଼େଇକି ମୁଁ ରଖିଦେଉଛି। ଏଇଭଳି ଆଳୁକୁ ଆମେ ଚୋପା ଛଡ଼େଇକିରି ରଖିଦେଲେ ଆମର ଆଳୁ ପରଟା ବହୁତ ଭଲରେ ବନିବ। ଏବେ ଏହି ଆଳୁକୁ ମୁଁ ସଫା କରି ଏବେ ଚୋପା ଛଡ଼େଇ ଦେଇଛି। ବର୍ତ୍ତମାନ ମୁଁ ଗ୍ରେଟରରେ ଏବେ ଏହାକୁ ଆଳୁ ଗୁଡ଼ାକୁ କୋରି ଦେଉଛି। ଗ୍ରେଟର ଯଦି ଆପଣମାନଙ୍କ ପାଖରେ ନଥିବ ତାହେଲେ ଭଲ ଭାବରେ ହାତରେ ମଧ୍ୟ ଚକଟି ପାରିବେ। ଏବେ ମୁଁ ଏଠି ଭଲ ଭାବରେ ଆଳୁ ଗୁଡ଼ାକୁ ଦେଖନ୍ତୁ କିପରି ଭାବରେ କୋରି ଦେଇଛି। ବର୍ତ୍ତମାନ ମୋର ଏବେ ଆଳୁ ଗୁଡ଼ାକ କୋରା ସରିଯାଇଛି। ବର୍ତ୍ତମାନ ମୁଁ ଏବେ ଏହାକୁ କିପରି ମସଲା ଦେଇକି ବନେଇବି ଆପଣମାନଙ୍କୁ ଏବେ କହିବି। ଏଠି ମୁଁ ମସଲା ପାଇଁ ଅଦା, ରସୁଣ, ପିଆଜ ଆଉ ଗୋଟିଏ ଟମାଟୋକୁ ନେଇଛି। ଏହାକୁ ଭଲ ଭାବରେ ବାଟି ଦେଇଛି। ଏବେ ଦେଖନ୍ତୁ, ମୋର ବର୍ତ୍ତମାନ ମସଲା ରେଡ଼ି ହୋଇଯାଇଛି। ଏବେ ଚାଲନ୍ତୁ କଡ଼େଇ ବସାଇବା। କଡ଼େଇ ବସାଇକି ଏହାକୁ ଅଳ୍ପ ତେଲ ଦେଇକି ଅଳ୍ପ କିଛି ଫୁଟଣ ଜିରା ପକାଇବା। ବର୍ତ୍ତମାନ ବାଟିକି ରଖିଥିବା ମସଲାକୁ ପକାଇଦେବା। ମସଲାକୁ ଅଳ୍ପ ଟିକେ ଭାଜିଦେବା। ଅଳ୍ପ ଭାଜି ଆସିଲା ପରେ ଏଥିରେ ଲଙ୍କାଗୁଣ୍ଡ, କିଛି ସ୍ୱାଦ ଅନୁସାରେ ଲୁଣ ଆଉ ଅଳ୍ପ ହଳଦୀ ଗୁଣ୍ଡ ଆଉ ମିଟ୍ ମସଲା ଟିକେ ଅଳ୍ପ ପକାଇକିରି ଏହାକୁ ଭଲ ଭାବରେ ଭାଜିଦେବା। ଦେଖନ୍ତୁ, ଏଠାରେ ଏପରି ଭଲ ଭାବରେ ମୁଁ ଏବେ ମସଲାଟାକୁ ଭାଜି ଦେଉଛି। ଏହିଭଳି ଆପଣମାନେ ମଧ୍ୟ ଭାଜିଦେବେ। ବର୍ତ୍ତମାନ ଆଳୁ ଛଡ଼େଇକି ରଖିଥିବା ବେଟରକୁ ମଧ୍ୟ ମୁଁ ଏବେ ପକାଇ ଦେଇଛି। ଭଲ ଭାବରେ ଗୋଳେଇ ଦେଇଛି। ଦେଖନ୍ତୁ, ବର୍ତ୍ତମାନ ଆମର ଏବେ ଲାଷ୍ଟକୁ କସ୍ତୁରୀ ମେଥି ଟିକେ ମୁଁ ପକାଇ ଦେଇଛି। ଭଲ ଭାବରେ ଏହାକୁ ଗୋଳେଇକି ମିଶାଇକି ରଖିଦେଇଛି। ବର୍ତ୍ତମାନ ଆମର ଏବେ ଆଳୁ ମସଲା ରେଡ଼ି ହୋଇଗଲା। ଦେଖନ୍ତୁ ସାଙ୍ଗମାନେ, କେତେ ସୁନ୍ଦର ଭାବରେ ଆଳୁ ମସଲା ଏବେ ରେଡ଼ି ହୋଇଯାଇଛି। ଏହାକୁ ଅଳ୍ପ ସମୟ ଥଣ୍ଡା କରିବା ପାଇଁ ଏହାକୁ ରଖିଦେବା। ବର୍ତ୍ତମାନ ଆମର ଏବେ ଆମେ ମିଡ଼ିୟମ୍ ସାଇଜ୍ର ଏହି ଅଟା ଗୁଡ଼ାକୁ ଗୁଳା ବନେଇବା। ଏହାକୁ ଟିକିଏ ପତଳା କରି ବେଲି ଦେବା। ଦେଖନ୍ତୁ, ପତଳା କରି ବେଲି ଦେଉଛି। ପତଳା କରି ବେଲି ଦେଇଛି। ଏବେ ଆମେ ଆଳୁ ପୁରକୁ ରଖିବା। ମଝିରେ ରଖିବା, 4 ସାଇଡ଼୍ରେ ଜାଗା ରହିବା। ଗୋଟେ ସାଇଡ଼୍ ଫୋଲ୍ଡ କରିଦେବା। ଆଉ ଗୋଟେ ସାଇଡ଼୍ ପ୍ରଥମ ଫୋଲ୍ଡରେ ରଖିବା। ଆର ସାଇଡ଼୍ ମଧ୍ୟ ଫୋଲ୍ଡ କରିଦେବା। ଦେଖନ୍ତୁ, ଏଇଭଳି କରିବାକୁ ପଡ଼ିବ। ଏବେ ଆମେ ଏହାକୁ କିଛି ଶୁଖିଲା ଅଟା ଦେଇ ପକାଇ ଭଲ ଭାବରେ ବେଲି ଦେବା।
ଦେଖନ୍ତୁ ଆଳୁ ଗୁଡ଼ିକୁ ରଖି ମୁଁ କିପରି ଶୁଖିଲା ଅଟା ଦେଇ ଭଲ ଭାବରେ ବେଲି ଦେଇଛି। ଏଇଠି ଆମର ପରଟା ବେଲି ହେଇଗଲା। ଦେଖନ୍ତୁ କେତେ ସୁନ୍ଦର ଭାବରେ ପରଟା ବେଲି ହେଇଗଲା। ପରଟାକୁ ପୁରା ହାଲକାରେ ବେଲିବେ, ପୁରା ପତଳା କରି ବେଲିବେନି, ପୁରା ପତଳା କରି ବେଲିବେ। ଆମେ ରଖିବା ଗୋଟେ ପ୍ଲେଟ୍ରେ। ବର୍ତ୍ତମାନ ଆମର ଏବେ ପରଟା ବେଲି ହେଇଯାଇଛି। ଏହାକୁ ଆମେ ଗୋଟିଏ ପ୍ଲେଟ୍ରେ ରଖିଦେବା। ଏଇଭଳି ଭାବରେ ମୁଁ ଆଉ ଗୋଟେ ପରଟା ମଧ୍ୟ ବେଲିକି ଦେଖାଇ ଦେଉଛି। ଏହି ପରଟା କରିବା ପାଇଁ ଅତି ସହଜ ଆଉ ସମସ୍ତେ କରିପାରିବେ। ଏଠି ମୁଁ ସବୁ ପରଟା ବେଲି ଦେଇଛି। ଏବେ ଚାଲନ୍ତୁ ଆମେ ପରଟାକୁ ଭାଜିବା। ଏଠି ମୁଁ ତାୱାରେ ଗରମ କରି ନେଇଛି। ଗ୍ୟାସକୁ ମିଡ଼ିୟମ୍ ଜାଳରେ ରଖିଦେଇଛି। ପ୍ରଥମେ ପରଟାକୁ ଦୁଇ ସାଇଡ଼କୁ ସେକିଦେବା। ହାଲକା ହାଲକା କଲର୍ ଆସିବା ପର୍ଯ୍ୟନ୍ତ ସେକିବା। ଟିକିଏ କଲର୍ ଆସିବା ପରେ ତା ଉପରେ ଆମେ ଘିଅ ହେଉ କିମ୍ବା ତେଲରେ ଟିକେ ପକାଇଦେବା। ମୁଁ ଏଠାରେ ଅଳ୍ପ ତେଲ ଦେଇ ଭାଜି ଦେଇଛି। ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଭାଜି ଦେଇଛି। ଚାରି ସାଇଡ଼କୁ ହାଲକା ହାଲକା କରି ସେକିବେ, ନହେଲେ ସାଇଡ଼ରେ କଞ୍ଚା ରହିଯିବ। ସମସ୍ତ ସହଜରେ ବନେଇ ପାରିବେ ଆଉ ଖାଇବା ପାଇଁ ସ୍ୱାଦିଷ୍ଟ ଲାଗିଥାଏ। ଆପଣ ଏହାକୁ ସସ୍, ଦହି, ନହେଲେ ଚଟଣି, ଆଚାରରେ ମଧ୍ୟ ଖାଇପାରିବେ। ଖାଲିରେ ମଧ୍ୟ ଆପଣ ଏହାକୁ ଖାଇପାରିବେ। ବହୁତ ମଜା ଲାଗିବ। ଆପଣ ଏଇଭଳି ପରଟା ନିଶ୍ଚୟ ବନାନ୍ତୁ। କିପରି ଲାଗିଲା ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି। ପୁଣି ଆସିବି ନୂଆ ରେସିପିରେ। ସେ ପର୍ଯ୍ୟନ୍ତ ରହିଲି। ଧନ୍ୟବାଦ।